न्याय होला ଆମର ଆଜ୍ଞା ସେଥିପାଇଁ ଆଜ୍ଞା ଯିବା ଚାଲ ପଚାରି ଆସି ସିଗ୍ନେଚର କରୁଛନ୍ତି କି ବୋଲି ନାଇଁ ନାଇଁ ପଚାରୁଥିଲେ। ମୁଁ ମୋର ତ ଦେଖିଛୁ ତମେ ମୁଁ ଯୋଉଠି ହେଲେ ଇଂଲିଶ ରେ ସିଗ୍ନେଚର କରି ଆଉ ସେ କାଗଜରେ ସିଗ୍ନେଚର ଅଛି ତ କି ପଚାରିବା ସନ୍ତୋଷୀ 2 ଜଣ ଅଛନ୍ତି ପଚାରିବା କେବେ କୋଉ ଡେଟ୍ ସିଗ୍ନେଚର କରୁଛ କେବେ କରୁଛ ବୋଲି ପଚାରିବା ବୋଲି କହିଲା ବେଳେ ଆଉ କହିଲେ ଚାଲ ଆଉଥରେ କେତେବେଳେ ଯିବା ପଳେଇ ଆସିଲେ ଆଉଥରେ। ଆମର ଆଜ୍ଞା କହିଲେ ତୋ ସାଙ୍ଗେ ଏତେ ସାଙ୍ଗ ହେଇକି ତମ ନାଁର ବିରୋଧରେ ଚାଲିଲା କି ବୋଲି ପଚାରିଲେ। ନାଇଁ ନାଇଁ ମୁଁ ସେମିତି ଯିବି କି ଦିଦି କେବେ ହେଲେ ଯାହା ହେଇଛି ତ ଆମେ ଜାଣିଛୁ ସବୁ କରୁଛି କଣ ପାଇଁ ସେ କରୁଛି କଣ ଆଉ ଥରେ ଏଇ ଯାକ ସେ ମିଛ ସତ ମୁଁ ତ ତମ ସହିତ ବୁଲୁଥିଲି ମୁଁ ଜାଣିନି କି ତମେ ମାଡ ଲାଗୁଥିଲ ଇଏ କରିଥିଲି ଖାଲି କାମରୁ କାଢିବି ବୋଲି ତାଙ୍କ ମାନେ ଏତିକି ନାଟ ହାଟ କରିକି ଆଉ ଥରେ ଇଏ କରିକିରି ତାଙ୍କର କଥା ଟା କେମିତି ସାବିତ ହବ ବୋଲି ତାଙ୍କେ ସେ ଯାକ ପ୍ରୁଫ କରିବି ବୋଲି ଗୋଟେ କରୁଛନ୍ତି ଆଉ ସେଇଟା କାଢି ଦେଇଛନ୍ତି ତମେ ଯେତେବେଳେ ମାଗିଲ ସେ ଯାକ ଏଇ ଯାକ ସାବିତ କେମିତି କରିବେ ବୋଲି। ମନ୍ଦିରକୁ ଗୋଟେ ଥର କହୁଥିଲେ ପରା ପରିଡା ହୁଁ ତାକୁ କଣ କୋଉ ପ୍ରକାର କାଢିବ ତା ଲେଖିଦେ କଣ କହିଲା ପରା କମ୍ପ୍ଲେନ କହିବାରୁ ଦେଇ ସେ ବୋଲି। କହିଥିଲା ହଁ ସେ ମାତ୍ର ମୋ ଆଗରେ ମାତ୍ର ଏଇଟା କହିଥିଲା ତାପରେ ଏଇଟା କରିଥିବ ମୁଁ ଜାଣିନି ସେ ମାତ୍ର ସେତେବେଳେ କହିଲା କୋଉ କଥାରେ ତମେ ଇଏ କରିଦେଇବି ବୁଲୁଛ ସେ ତ କଲେକ୍ସନ କରୁଛି ସେ ତ ଇଏ କରୁଛି ଆହୁରି ତମେ ମାସକୁ ତ ଅଧିକ ଦଉଥିଲ କଲେକ୍ସନ 7,000 ଫିର ଦଉଥିଲ 7,000 କଲେକ୍ସନ 8,000 ହଁ ଦେବାର ନାଇଁ କଲେକ୍ସନ କରୁଛି ଆଉ ଯୋଉ ଫିଲ୍ଡ କୁ ଡାକିଲେ ସେ ଫିଲ୍ଡ କୁ ଆଉଛି ମୁଁ ତାକୁ କୋଉଟା ଦେଖିକି ମୁଁ କରି ଏଇଟା ମାତ୍ର କହିଛି ମୋ ଆଗରେ ମୁଁ ମିଛ କାହିଁକି କହିବି ପରିଡା ତାକୁ ପ୍ରେସର ପକଉଥିଲା। ହଁ ତାକୁ ପଚାରିଥିଲା ଗୋଟେ ଥର ମତେ ମନେ ଅଛି ମତେ ହଁ ହଁ ମନେ ଅଛି ମାତ୍ର ପଛେ ପଛେ ଇଏ ହେଇକିରି ଆଉ ଥରେ ତାକୁ ଦବାବ ଡାଲିଥିବେ ନହେଲେ ତ ଚାକିରି ପଳେଇବ କରିଥିବେ ବୋଲି କହିଥିବେ ଆଗ କଣ ହଁ କରିଥିବେ ତ ଲେଖିବାକୁ ବାଧ୍ୟ ହେଇଥିବ ଆଉ ତା ଚାକିରି ତାକୁ ହେଲେ ମୂଲ୍ୟବାନ ନା ସେଇଟା ଡରିଲେ ଆଉ ଯିଏ ତମେ ଯାହାକୁ ଲେଖିକି ଯେମିତି ଦିଅ ଆଗ ଡରିବ। ନହେଲେ ତମ ସୁପରଭାଇଜର କାଢିଦେବି ବୋଲି ସେ କିସ କରିବ ଲେଖିକି ଦେଇଥିବ ଆଗ ମନରେ କଣ ଥିବ କିଏ ଯଦି କହିପାରିବ ମନରେ ଗୋଟେ ଥିଲେ ହେଲେ ବାହାରକୁ ଏଇଟା ପାଇଁ ବୋଲି କରିବାକୁ କଣ ଅଛି। ସେଇଟା ତମେ କହିବାରୁ ମତେ ବିଶ୍ୱାସ ହେଲା ସିଏ ଏମିତି କାମ କେବେ କରିବେନି ବୋଲି କିନ୍ତୁ ଲେଖିଛି ତମେ ଆଉ କହୁଥିଲ ନା ପରିଡା ତାକୁ ପ୍ରେସର ନାଇଁ ପକଉଛି ନାଇଁ ବୋଲି। ମୁଁ ଶୁଣିଛି ଦିଦି ମୁଁ କିଛି ସନ୍ତୋଷିନୀ ହେଲେ ଥିଲା ଦିଦି କହିଛନ୍ତି ଏତିକି ମୋର ମୁଁ ଜାଣିଛି ତା ପରର କଥା ମୁଁ କଣ ବୋଲି କହିପାରିବିନି କହିଲା କି ସେତେବେଳେ ସିଏ ସେତ ହଁ ସିଏ କହିଲେ କି କଣ ଗୋଟେ କରୁନୁ କି ସେ ଗୋଟେ ତମ ହାତରେ ତ ଅଛି ଆଉ କରୁନୁ ହେଲେ ମୁଁ କଣ କ୍ଷେତ୍ରରେ ଦେଖେଇବି ବୋଲି କହିଲା କଣ ଇଏରେ କରିବି ସେ ତ ଯୋଉ ଫିଲ୍ଡକୁ ଡାକିଲେ ସେଇ ଫିଲ୍ଡ କୁ ଆସିଛି କଲେକ୍ସନ ତ କରୁଛି ସବୁ ଏତିକି କହିଛି ମାତ୍ର କଲେକ୍ସନ ଯାହା କରିକି ଦଉଛି ଆଉ 6-7 ହଜାର କେବେ ଊଣା ନାହିଁ ଆଉ ଯୋଉ ଫିଲ୍ଡ କୁ ଡାକିଲେ ସେ ଫିଲ୍ଡ କୁ ଆଉଛି କୋଉଥିରେ ଇଏ ନାଇଁ କରୁନି ତାକୁ ମୁଁ କୋଉଥିରେ ଦେଖିକିରି ତମେ ଲେଖ ବୁଝ ମୁଁ ଅଭିଯୋଗ ଦେବି ବୋଲି କହିଥିଲା ମୋ ଆଗରେ ମାତ୍ର ଏତିକି କହିଥିଲା କିନ୍ତୁ ପରେ କଣ କରିଥିବ କାହାର ମନ କିଏ କଥା କେମିତି ତମେ କହିପାରିବ ଆମେ ସନ୍ତୋଷିନୀ ଥିଲେ ମଞ୍ଜୁର ଥିଲେ ହଁ ପରିଡା ସନ୍ତୋଷିନୀ କହିଥିଲା ଥିଲା କି ନାଇଁ ମୁଁ ଜାଣିନି ମାତ୍ର ପରଠି ଏତିକି କହୁଥିଲି ପରିଡା କହିଛି ଏଇଟା ତାକୁ କଣ ତମେ ସୁପରଭାଇଜର କି ଲାଭ ତମେ ତ ଟିକେ ଆକ୍ସନ ନେଇ ପାରୁନ ଆଉ ଗୋଟେ କହିଥିଲି କଣ ଗୋଟେ କଥା ଭିତରେ ହେଲା ବେଳକୁ ମୁଁ ସେତେବେଳେ ବ୍ୟାଙ୍କ ଖାତା ଟା ଯୋଉ ଆମର ଜୟଶ୍ରୀ ଏସଏଚଜି ର ଖାତା ଟା ଦେବାକୁ ଯାଇଥିଲି ତା ପାଖକୁ ତକୁ ସେ କୋଉ କ୍ଷେତ୍ରରେ ଆଉ ଦେଖେଇ ଇଏ କରିବି ସବୁରେ ତ ତାର ଅଛି ଯୋଉଠି ହେଲେ ତ ପ୍ରେଜେଣ୍ଟ ଅଛି ଆଉ କଣ ଦେଖେଇକିରି ତା ନାଁରେ ଅଭିଯୋଗ କରିବି ବୋଲି କହିଥିଲି ହଉ ମତେ କାଲି ଫସେଇବେ ବୋଲି ତ ଫସେଇଛନ୍ତି ଆଉ ହୁଁ ଫସେଇବେ ବୋଲି ଫସେଇଛନ୍ତି ହଉ ସେ ଧର୍ମ ଥାଉ ସେ ଭଗବାନ ଯାହାକୁ ଯେମିତି ବାଟ ଦେଖେଇବାର ଅଛି ଦେଖୁ ହେଲା ମତେ ଏମାନେ 1000 ଫସେଇବେ ବୋଲି ଫସେଇଲେ ମତେ କଷ୍ଟ ନାହିଁ କାହିଁକିନା ପଲିଟିକାଲ ଲୋକ 1000 ପ୍ରକାର ସେମାନେ ରାଜନୀତି କରିବେ କିନ୍ତୁ ବିଏମସି ମୁଁ ଯୋଉ ରାଇଟରେ ଅଛି ହଁ ହଁ ବିଏମସି ମୋ ସେଇଟା ସାଙ୍ଗରେ ଅନ୍ୟାୟ କଲା ମାତ୍ର ଦେଖ ତମେ କୋଉ କ୍ଷେତ୍ରରେ ଏବେ ସ୍ୱଚ୍ଛ ସାଥୀ ଯେତିକି ପରିମାଣରେ କାମ କରିବା କଥା ତମେ ହେଲେ ସେତିକି ପରିମାଣରେ କରୁଥିଲ ଆଉ ତ କାମଟା ରଖୁନ ଯେତିକି ଯାହା କରିବା କଥା କରୁଥିଲ ଆହୁରି ଏତିକି ଯେ କୋଉଠି ଡାକିଲେ ହେଲେ ତମେ ଉଣା ହେଇନ କେତେବେଳେ ହେଲେ ଆମେ ତ ତମେ
ଆହୁରି ଦେବସ୍ମିତା ଗୁଣା କରିବାର ସିନା ଯିବାର କରିବାର ତମେ ଆହୁରି କହିବାର ଆଉ ଟିକେ କରିଦା ଚାଲ ହେ ହାଲିଆ ହେବାର ନାହିଁ। କୋ ଇଏ ଦେଖ ଏବେ ସ୍ୱଚ୍ଛ ସତ୍ୟା ଘଣ୍ଟେ ଠାରୁ ଅଧିକ ବୁଲିଲେଣି। ସନ୍ତୋଷିନୀର କଥା ତମେ କହିଦଉଛ ବୋଲି ସିନା ତାର ସେ ଧୀରେ ଚୁପି ଚୁପି କରିଦବ ସିନା ଏମିତି କାହାକୁ ସାଙ୍ଗ କରିକି ଇଏ କରିକି ତାର ଇଏ ନାହିଁ। ଘଣ୍ଟାଟେ ବୁଲୁଥିବ ନା ନାଇଁ ମୋର କେତେ ହେଇଗଲା ଏ ହାଲିଆ ହେଇଗଲି ବୋଲି ପଳେଇ ଆସିବେ। ମୁଁ ଯାଇଛି ତାଙ୍କ ସହିତ ଜାଣିନି ତମ ସହିତ ବୁଲିଲେ ମୁଁ ଘଣ୍ଟେ 2 ଘଣ୍ଟା ପର୍ଯ୍ୟନ୍ତ ତମେ 4ଟା କଲେ ମୁଁ 4ଟା କରିକି ଆମେ ଆଉଥିଲୁ।